गीता यथायथ श्लोक नंबर 10। ब्रह्मणि आधाय कर्माणि संगम त्यक्त्वा करोति यः लिप्यते न स पापेन पद्मपत्रमिवाम्भसा। जो व्यक्ति भगवान ऊपर निर्भर करे एवं कर्मर फल भगवान को अर्पण करी अनासक्त भाव कर्म करे से पाप कर्मर प्रतिक्रिया भोग करे नाही। पदप पद्मपत्र जल ମଧ୍ୟରେ ଥିଲେ ସୁଦ୍ଧା ଯେପରି ଜଳ ତାକୁ ସ୍ପର୍ଶ କରିପାରେ ନାହିଁ, ସେହିପରି କୃଷ୍ଣ ଚେତନାଶୀଳ ବ୍ୟକ୍ତିକୁ ପାପ କର୍ମର ପ୍ରତିକ୍ରିୟା ସ୍ପର୍ଶ କରିପାରେ ନାହିଁ। ଏହି ଶ୍ଲୋକରେ ଭଗବାନଙ୍କୁ ସୁସ୍ପଷ୍ଟ ଭାବେ ସିଧାସଳଖ କହିଲେ। ଆମେ ଯେ ନିଷ୍କାମ କର୍ମ କଣ, ନିଷ୍କାମ କର୍ମ କଣ? ଶ୍ଲୋକ ବାଉଳ ହଉଛି କଣ ନିଷ୍କାମ କର୍ମ? ଫଳ ପ୍ରତି ଆସକ୍ତ ନ ହେବା, ସେଇଟିକା ନୁହଁ ଫଳ ପ୍ରତି ଅନାସକ୍ତ ହେଇଗଲେ ନିଷ୍କାମ କର୍ମ ହେଇଗଲା ନା। ତାହେଲେ କଣ ନା ବ୍ରହ୍ମଣୀ ଆଧାୟ କର୍ମାଣୀ। ବ୍ରହ୍ମ ପରମ ବ୍ରହ୍ମ ପରମ ପୁରୁଷ ଭଗବାନ କର୍ମଣୀ ଆଧାୟ ତାଙ୍କ ଉପରେ ନିର୍ଭର କରିକି ଅର୍ଥାତ୍ ସମସ୍ତ କର୍ମଫଳ ତାଙ୍କୁ ଅର୍ପଣ କରି କୌଣସି ପ୍ରକାର କର୍ମ ଫଳର ପ୍ରତି आसक्ति न रखी ये भगवान को अर्पण करा है। संगम त्यक्त्वा करोति ज से कर्म करले भी कर्म फल द्वारा प्रभावित हबनी। दृष्टांत के भगवान कहले जे पद्मपत्रम पिबा अम्बसा। अम्बसा अम्बसा माने पानी, अंबु अंबु माने पानी, अम्बसा माने पानी रे पद्मपत्र पानी भितर रही किंतु से पानी ताको स्पर्श कर पाए। ठीक से भलिया लिप्यते न स पापे न सी कौन से पाप कर्म रे लिप्त हब नाही। लिप्यते न स पापे न तो कहे कृष्ण चेतना व्यक्ति को पाप कर्म प्रतिक्रिया स्पर्श कर पारे ना। कौन से पाप के प्रभाव तापर पड़वा ना। एठारे ब्रह्मणी कहले कृष्ण चेतना कथा बुझा जाए, ए निराकार ब्रह्म कथाटी कहुनि। लोक तो बुझे से भाया ना, ब्रह्मणी माने कृष्ण। एमती अन्य दिगे देखा गले कि निराकार ब्रह्म बोली मन करे, से निराकार ब्रह्म तो कृष्ण को आश्रय करके रही। हाँ, तो ब्रह्मण प्रतिष्ठा हम। हाँ, तो ब्रह्म भी निराकार ब्रह्म भगवान का आश्रय के रही। तो ये प्रभु ब्रह्मणी आधाय अर्थात कृष्ण चेतना, कृष्ण को आश्रय कर कृष्ण को उद्देश्य रे ऐसा कर्म करवा। ये भौतिक जगत भूत प्रकृतिर त्रिगुणर प्रकाश अटे। तम गुण रजगुण सत्वगुण रु ये जड़ जगत प्रकाशित है। जड़ जगत प्रकाश गोटे कारण हूँ तीन टा गुण। ये तीन टा गुण सत्वगुण रजगुण तम गुण जो समान भाव थी तीन टा से जड़ जगत दृश्यमान हबनी, अप्रकट होकर रहिब। प्रकृति तीन टा गुण प्रकृति पर भगवान दृष्टि निक्षेप करेंगे, प्रकृति क्षोभित हब। से तीन टा गुणर परिमाण वैषम्यता देखा। यही भाव भगवान कौन करते जगत को सृष्टि करते। तो से कौन रजगुण कौन रजगुण तम गुण सत्वगुण साम्य भावटा नष्ट आम आगु शुणीचे ये समस्त दृश्य मान जगत ये समस्त उपादान कृत्य मृत्युव्य आपणकर शब्द स्पर्श रूप रस गंध इंद्रिय गुड़िक चक्षुर ये जिते अच्छे ये सब गुड़िक सूक्ष्म रूप से
ଅବସ୍ଥାନ କରନ୍ତି ଯେତେବେଳେ ଦୃଶ୍ୟମାନ ଜଗତର ନଥାଏ। ତାକୁ ସୂକ୍ଷ୍ମ ପ୍ରକୃତି ପ୍ରଧାନ କୁହାଯାଏ। ଏଇ ପ୍ରଧାନ ଉପରେ ବା ପ୍ରକୃତି ଉପରେ ଭଗବାନଙ୍କର ଦୃଷ୍ଟିପାତ ହେଲେ ସେଠୁ ମହତ୍ତତ୍ଵ ପ୍ରକାଶିତ ହୁଏ। ମହତ୍ତତ୍ଵରୁ ଅହଙ୍କାର ତତ୍ଵ ପ୍ରକାଶିତ ହୁଏ। এই ଅହଙ୍କାର ତତ୍ଵ ତିନି ପ୍ରକାରର। ସାତ୍विକ ଅହଙ୍କାର, ରାଜସିକ ଅହଙ୍କାର, ତାମସିକ ଅହଙ୍କାର। ସାତ୍विକ ଅହଙ୍କାରରୁ ମନ ଆଉ ଇନ୍ଦ୍ରିୟ ମାନଙ୍କର ନିୟନ୍ତ୍ରଣ କରୁଥିବା ଦେବତା ମାନଙ୍କର ପ୍ରକାଶ ହୁଏ ସାତ୍ବିକ ଅହଙ୍କାର। ରାଜସିକ ଅହଙ୍କାରରୁ ମାନେ ଶବ୍ଦ ସ୍ପର୍ଶ ଏସବୁ ସୂକ୍ଷ୍ମ ପ୍ରକୃତି ଗୁଡିକ ପ୍ରକଟିତ ହୁଏ। ତାମସିକ ଅହଙ୍କାରରୁ କ୍ଷିତି ଅପ୍ତେ ମହତ୍ଵ ପ୍ରକାଶିତ ହୁଏ। ସେଥିପାଇଁ କି ଏଠି କୁହାହେଲା ଏ ଭୌତିକ ଜଗତ ଭୂତ ପ୍ରକୃତ ଗୁଣରୁ ପ୍ରକାଶିତ ହଉଛି। ଠିକ ଅଛି। ଏ ତ୍ରିଗୁଣ ହଉଛି ଏ ଭୌତିକ ଜଗତ ପ୍ରକାଶ କରିବାର ହଁ, ଏକ ପ୍ରକାର ମୁଖ୍ୟ କାରଣ। ଏହାକୁ ପାରିଭାଷିକ ଶବ୍ଦରେ ପ୍ରଧାନ ବୋଲି କୁହାଯାଏ। ପ୍ରଧାନ ବୋଲି ବି କୁହାଯାଏ। ବୈଦିକ ମନ୍ତ୍ର କହେ ସର୍ବମ୍ ଏତତ୍ ବ୍ରହ୍ମ ତସ୍ମାତ୍ ଏତତ୍ ବ୍ରହ୍ମାଣ୍ଡଂ ରୂପମ୍ ଅର୍ଣ୍ଣଂ च ଜାୟତେ। ମୁଣ୍ଡକ ଉପନିଷଦରେ କୁହାହେଲା। ଭଗବତ ଗୀତାରେ କୁହାଯାଉଛି ମମ ଯୋନିର୍ ମହତ୍ ବ୍ରହ୍ମ। ତ ଏଇସବୁ ସୂଚିତ ହୁଏ ଯେ ଏ ଭୌତିକ ଜଗତରେ ସବୁ କିଛି ବ୍ରହ୍ମର ପ୍ରକାଶ ଅଟେ। ଏଇସବୁ ଯୋଉ ବ୍ରହ୍ମ, ଏখানে ବ୍ରହ୍ମଣୀ ଆଧାର କୁହାଯାଉଛି। ବ୍ରହ୍ମକୁ ଆଶ୍ରିତ କରି କର୍ମ କର। ତ ପ୍ରଭୁପାଦ ବୁଝିଏ କହୁଛନ୍ତି ଏଇ ଜଗତରେ ସବୁ କିଛି ବ୍ରହ୍ମର ପ୍ରକାଶ। ଏ ଭୌତିକ ଜଗତକୁ ବି ଭଗବାନ କହୁଛନ୍ତି ବ୍ରହ୍ମ ବୋଲି କହୁଛନ୍ତି। ମମ ଯୋନି ମହତ୍ ବ୍ରହ୍ମ ସର୍ବମ୍ ଏତତ୍ ବ୍ରହ୍ମ ସର୍ବମ୍ ଇଦಂ ଖଲୁ ବ୍ରହ୍ମ। ହଁ, ଏଥିରେ ହଉଛି ଏସବୁରେ ସୂଚିତ ହଉଛି ଯେ ଏ ସବୁ କିଛି ବ୍ରହ୍ମରୁ ଆସିଛି। ଅହଂ ସର୍ବସ୍ୱ ପ୍ରଭବ। ହୁଁ, ତ ସେ ବ୍ରହ୍ମ ଭଗବାନ, ତାଙ୍କଠୁ ସବୁ କିଛି ଆସିଛି। ଯଦିଓ ଫଳ ଭିନ୍ନ ରୂପେ ପ୍ରକାଶିତ ହୁଏ ତଥାପି ସେମାନେ କାରଣରୁ ଭିନ୍ନ ନୁହନ୍ତି। ବିଭିନ୍ନ ବିଷୟ ଜଗତରେ ପ୍ରକାଶିତ ହଉଛି କିନ୍ତୁ କାରଣଟା ହଉଛି ଏକ। ଯୋଉ କାରଣ ସଙ୍ଗେ ସେମାନେ ସମ୍ପର୍କିତ। ଈଶୋପନିଷଦରେ କୁହାଯାଇଛି ଯେ ସବୁ କିଛି ପରମ ବ୍ରହ୍ମ ବା କୃଷ୍ଣଙ୍କ ସହ ସଂଯୁକ୍ତ। ଏହିପରି ଭାବରେ ସବୁ ପଦାର୍ଥ ତାଙ୍କର ଅଟେ। ସବୁ ହଉଛି ଭଗବାନଙ୍କର। ସବୁ କିଛି ପରମ ବ୍ରହ୍ମଙ୍କଠୁ ଆସିଛି। ପରମ ବ୍ରହ୍ମ କିଏ? ଅର୍ଜୁନ କହିଲେ ପରମ ବ୍ରହ୍ମ ପରମ ଧାମ ପବିତ୍ରମ ପରମମ୍ ଭବାନ। ଯେ ଆପଣ ହଉଛନ୍ତି ସେ ପରମ ବ୍ରହ୍ମ, ପରମ ବ୍ରହ୍ମ ପରମ ଧାମ ପବିତ୍ରମ ପରମମ୍ ଭବାନ, ଈଶ୍ୱର ପରମ କୃଷ୍ଣ। ହଁ, ତାହେଲେ ବୁଝାଗଲା ଯେ ସବୁ ଯଦି ଭଗବାନରୁ ଆସିଲା ତ ସବୁ ଭଗବାନ ସାଙ୍ଗେ ସମ୍ପୃକ୍ତ ବା ଯୁକ୍ତ। ହଁ, ଏହିପରି ଭାବରେ ସବୁ ପଦାର୍ଥ ଭଗବାନଙ୍କର। ସବୁ ଭଗବାନଙ୍କର। କୃଷ୍ଣ ଚେତନା ମାନେ ହଉଛି ଏଇଟା। କୃଷ୍ଣ ଚେତନାର ବିପରୀତଟା ହଉଛି ଏସବୁ ମୋର। ଆଉ କୃଷ୍ଣ ଚେତନା ମାନେ ସବୁ କୃଷ୍ଣଙ୍କର। ତ ବ୍ରହ୍ମଣୀ ଆଧାର, ଏଇଟା ବୁଝିକି ଆମେ କୃଷ୍ଣଙ୍କର ସବୁ ଆଉ ତାଙ୍କଠୁ ଚୋରି କରିକି ଆମେ ମାଲିକାନଗିରି କରୁଛେ। ପ୍ରଭୁପାଦ କହୁଛନ୍ତି ପରଧନ ପୋଦାରୀ କରୁଛୁ ଆମେ। ପରଧନରେ ପୋଦାରୀ କରୁଛୁ। ତ ସେଇଟାକୁ ଭଗବାନଙ୍କ ଜିନିଷ ଭଗବାନ ସେବାରେ ଲଗାଅ ବାସ୍ ଫିନିସ୍। ତାହେଲେ କର୍ମ ଫଳ ଭୋଗିବାକୁ ପଡିବନି। କର୍ମ ଫଳ ଟା କାହିଁକି ଆମେ ଭୋଗ କରୁଛେ? ନା ଭଗବାନଙ୍କ ଜିନିଷ ଉପରେ ଆମେ ମାଲିକାନଗିରି କରୁଛେ ଏଥିପାଇଁ। ହଁ, ତ ଯେ ବ୍ୟକ୍ତି ଏକଥା ଭଲ ଭାବରେ ଜାଣିଛି ଯେ ସବୁ କୃଷ୍ଣଙ୍କର, ସେ ସବୁର ମାଲିକ, ତେଣୁ ସବୁ ତାଙ୍କ ସେବାରେ ଲାଗିବା ଉଚିତ। ବାସ୍ତବରେ ତାର କର୍ମ ଫଳରେ କୌଣସି ଆବଶ୍ୟକତା ନଥାଏ। ତାର ସମସ୍ତ କର୍ମ ତ କୃଷ୍ଣଙ୍କ ପାଇଁକି। ଯାହା କିଛି ପାଇବ ସବୁ ମନ ଜାଣୁଛି କୃଷ୍ଣଙ୍କର। ସେ କୃଷ୍ଣଙ୍କ ସେବାରେ ଲଗେଇବ। ତାହେଲେ ସେ କର୍ମ ଫଳ ଭୋଗିବ କାହିଁକି?
ସେ ପାପ କର୍ମ ହଉ ପୁଣ୍ୟ କର୍ମ ହଉ, କୌଣସି ଫଳରେ ତାର କିଛି ଦରକାର ନଥାଏ। ପାପ ହେଲେ ଭଗବାନଙ୍କର, ପୁଣ୍ୟ ହେଲେ ଭଗବାନଙ୍କର। କିନ୍ତୁ ମୁଁ ଯଦି ଭୋକ୍ତା ବୋଲି ଭାବନା କରିବି, ସେ ଉଦ୍ଦେଶ୍ୟ ଯଦି କର୍ମ କରିବି, ତାହେଲେ ପାପ ହେଲେ ମୋର, ପୁଣ୍ୟ ହେଲେ ମୋର। ନା, ବ୍ୟକ୍ତିର ଏଇ ଜଡ ଶରୀର ଭଗବାନଙ୍କର ଦାନ ଅଟେ। ଏକ ନିର୍ଦ୍ଦିଷ୍ଟ କର୍ମ କରିବା ପାଇଁ ଭଗବାନ ଏହା ଜୀବକୁ ପ୍ରଦାନ କରିଛନ୍ତି। ହୁଁ। ପ୍ରତିଟି ଜୀବକୁ ଗୋଟେ ଗୋଟେ ଅଲଗା ଅଲଗା ଶରୀର ଦେଇଛନ୍ତି, ନିର୍ଦ୍ଦିଷ୍ଟ ତାର କର୍ତ୍ତବ୍ୟ କର୍ମ ସାଧନ କରିବା ପାଇଁ। ତେଣୁ ଏହାକୁ କୃଷ୍ଣ ଚେତନା ବୁଦ୍ଧି ଦିଗରେ ବା କୃଷ୍ଣ କର୍ମରେ ନିଯୁକ୍ତ କରାଯାଇପାରେ। ଭଗବାନ ଦେଇଛନ୍ତି କୃପା କରିକି, ଏ ଦୁର୍ଲଭ ମନୁଷ୍ୟ ଜନ୍ମ ଦେଇଛନ୍ତି। ଦୁର୍ଲଭ ମନୁଷ୍ୟ ଜନ୍ମ ଲଭିଆ ସଂସାରେ କୃଷ୍ଣ କାହାରେ, ଏଇ ମନୁଷ୍ୟରେ କୃଷ୍ଣ ଭଜନ କରିବା ପାଇଁ କି, କୃଷ୍ଣ ଚେତନାର ବୃଦ୍ଧି କରିବା ପାଇଁ କି, ଅଥାତ ବ୍ରହ୍ମ ଜିଜ୍ଞାସା, ଏ ପୂର୍ବରୁ ଆମେ ପଶୁପକ୍ଷୀ ଜନ୍ମ ପାଇକି ପ୍ରଚୁର ଆହାର ନିଦ୍ରା ଭୟମୋଚନର ଅନୁସନ୍ଧାନ କରିଛେ। ଏଇ ଜନ୍ମ ଦିଆହେଇଛି କଣ ପାଇଁ କି, ନା ଆହାର ନିଦ୍ରା ଭୟମୋଚନ କରିକି ପଶୁ ଭଳିଆ ଜୀବନ ଯାପନ କରିବା ପାଇଁ କି ନୁହଁ। ଆହାର ନିଦ୍ରା ଭୟମୋଚନ ସାମାନ୍ୟ ଏତ ପଶୁ ନାର ନା, ଯା ମନୁଷ୍ୟ ପାଇଲେ ବି, ମଣିଷ ହେଲେ ବି ଆହାର ନିଦ୍ରା ଭୟମୋଚନ ରହିକି ସେ ଦ୍ୱିପଦ ପଶୁ ଭଳିଆ କାମ କରୁଛି। କିନ୍ତୁ ଧର୍ମ ହିତ ଅଧିକ ବିଶେଷ, ଧର୍ମ ହିଁ ନ ପଶୁ ବି ସମାନ। ତ ମଣିଷ ତାର ଧର୍ମ ସ୍ୱରୂପାନୁବନ୍ଧୀ ଧର୍ମଟା ସେ ଜାଣିବ। ତାର ସ୍ୱରୂପାନୁବନ୍ଧୀ ଧର୍ମ ହଉଛି, ହଁ, ଜୀବର ସ୍ୱରୂପ ହୁଏ କୃଷ୍ଣର ନିତ୍ୟ ଦାସ। ତ ଏଇ କୃଷ୍ଣ କର୍ମରେ ନିଯୁକ୍ତ କରିବ, ଏଇଟା ହଉଛି କୃଷ୍ଣ ଚେତନାର ବୃଦ୍ଧି ଦିଗରେ। ହଁ, ଯେମିତିକା ପଦ୍ମପତ୍ର ଜଳ ମଧ୍ୟରେ ଥାଇ ସୁଦ୍ଧା ଜଳକୁ ସ୍ପର୍ଶ କରେ ନାହିଁ, ବା ଜଳ ତାହାକୁ ସ୍ପର୍ଶ କରିପାରେ ନାହିଁ, ସେହିପରି କୃଷ୍ଣ କର୍ମରେ ନିଯୁକ୍ତ ରହିଲେ ଏଇ ଜଡ ଶରୀର ପାପ କର୍ମର ପ୍ରତିକ୍ରିୟାର ବହୁତ ঊର୍ଧ୍ୱରେ ରହିପାରେ, ବା ପାପ କର୍ମର ପ୍ରତିକ୍ରିୟା ଏହାକୁ ସ୍ପର୍ଶ କରିପାରେ ନାହିଁ। ତେବେଳେ ଭଗବତ ଗୀତାରେ ସୁନ୍ଦର ଭାବେ ଭଗବାନ କହୁଛନ୍ତି କେମିତି ମୋଟାମୋଟି ଆମେ କର୍ମ କରିକି ବି କର୍ମ ଫଳରୁ ମୁକ୍ତି ପାଇପାରିବା। ଏଇଟା ଯେ ମୋଟାମୋଟି ଭଗବାନଙ୍କ କଥା। ଯେ ବହୁ ଲୋକ ଆଧ୍ୟାତ୍ମିକବାଦୀ ମାନେ ରହିଛନ୍ତି, ସେମାନେ କର୍ମକୁ ତ୍ୟାଗ କରୁଛନ୍ତି, କର୍ମ ବନ୍ଧନର କାରଣ। କିନ୍ତୁ ଭଗବାନ ବୁଝୁଛନ୍ତି ଠିକ ନା, କର୍ମ ବନ୍ଧନର କାରଣ ନୁହଁ। ତ କର୍ମରେ ଥିବା ଜାଣିଥିଲେ କେମିତି କରିବାକୁ ପଡିବ, ତାହେଲେ କର୍ମ ବନ୍ଧନର କାରଣ ହବ ନା, ହବନି। ଯୋଉ କର୍ମ ବନ୍ଧନର କାରଣ ହେଇଛି ସେ କର୍ମ ମୁକ୍ତିର କାରଣ ହବ। ସେଥିପାଇଁ କର୍ମ ତ୍ୟାଗ କଲେ ଯେ କର୍ମ ଫଳରୁ ମୁକ୍ତି ପାଇବା ନୁହଁ, ଏଥିପାଇଁ କର୍ମ ତ୍ୟାଗ ନ କରିକି ଠିକ ଭାବରେ କର୍ମ କର। କି ଭାବେ କର୍ମ କରିବାକୁ ପଡିବ, ସେଇ ସମସ୍ତ ସୁନ୍ଦର ଉପାୟ ଗୁଡିକ, ହଁ, ଭଗବାନ କୃଷ୍ଣ ଏଇ ଭଗବତ ଗୀତାର ପ୍ରଥମ 6ଟା ଅଧ୍ୟାୟରେ ସେ ବର୍ଣ୍ଣନା କରୁଛନ୍ତି। ହଁ। ଭଗବାନ ଗୀତାରେ ତୃତୀୟ ଅଧ୍ୟାୟରେ 30 ନମ୍ବର ଶ୍ଲୋକରେ ମଧ୍ୟ କହିଛନ୍ତି, ମଇ ସର୍ବାଣୀ କର୍ମଣି ସନ୍ନ୍ୟାସ୍ୟ, ତୁମର ସମସ୍ତ କର୍ମ ମୋ ଠାରେ ସମର୍ପଣ କର। ମଇ ସର୍ବାଣୀ କର୍ମଣି ସନ୍ନ୍ୟାସ୍ୟ, ଏଇଭାବେ ମତ୍ କର୍ମ ପରମ ଭବ, ଯଜ୍ଞାର୍ଥାତ୍ କର୍ମ, ବହୁ ଜାଗାରେ ଏଇ କଥା ଏଇ 6ଟା ଅଧ୍ୟାୟ ମଧ୍ୟରେ କୁହାଯିବ ଯେ କର୍ମ ମତେ ଅର୍ପଣ କର। ଏଇ ତତ୍ତ୍ୱଟା ବୁଝିବା ପାଇଁ କିଛି କଠିନ ନୁହଁ, ଖାଲି ଜୀବନରେ ଆମକୁ ପ୍ରୟୋଗ କରିବାକୁ ସମସ୍ୟା ହଉଛି। ଏଇ ଚେତନା ରହୁନି ବୋଲି ଭଗବାନ ପ୍ରଭୁପାଦ ବାରଂ କୃଷ୍ଣ ଚେତନା, କୃଷ୍ଣ ଚେତନାରେ ମାନେ ସବୁବେଳେ ଏଇଟା କରେ, ତ ବୁଝିକି ଯେ ସବୁ କିଛି କୃଷ୍ଣଙ୍କୁ अर्पित, ସବୁ କିଛି କୃଷ୍ଣଙ୍କର, ସବୁ କିଛି କୃଷ୍ଣଙ୍କ ସାଙ୍ଗେ ସମ୍ପର୍କିତ। ତେଣୁ ଯାହା କରିବା କୃଷ୍ଣଙ୍କ ଉଦ୍ଦେଶ୍ୟ କରିଲେ, ତାହେଲେ ଭଲ ହଉ ମନ୍ଦ ହଉ, ପାପ ହଉ ପୁଣ୍ୟ ହଉ, ସେ ଫଳର ଆମେ ଭୋକ୍ତା ନୁହଁ, ଭଗବାନ କୃଷ୍ଣ ଦେବେ। ତ ସିଦ୍ଧାନ୍ତ ହେଲା, ଯେଉଁ ବ୍ୟକ୍ତି କୃଷ୍ଣ ଚେତନାଶୀଳ ନୁହେଁ, ସେ ଏ ଜଡ ଶରୀର ଓ ଇନ୍ଦ୍ରିୟ ଧାରଣରେ କର୍ମ କରେ। କିନ୍ତୁ ଯେ କୃଷ୍ଣ ଚେତନାଶୀଳ, ସେ କୃଷ୍ଣ ଚେତନାରେ କର୍ମ କରେ, ଅର୍ଥାତ୍ ସେ ଏହି ଜ୍ଞାନ ଲାଭ କରିଥାଏ ଯେ ଏ ଶରୀର ହଉଛି କୃଷ୍ଣଙ୍କର ସମ୍ପତ୍ତି, ଏବଂ ଏଥିଯୋଗୁ ଏହା କୃଷ୍ଣ ସେବାରେ ହିଁ ବିନିଯୁକ୍ତ ହବ। ଶରୀର ହଉଛି କୃଷ୍ଣଙ୍କଠୁ ଆସିଛି, ମନ କୃଷ୍ଣଙ୍କଠୁ ଆସିଛି, ବୁଦ୍ଧି କୃଷ୍ଣଙ୍କଠୁ ଆସିଛି। ମହି ଅର୍ପିତ ମନ ବୁଦ୍ଧି, ଶରୀର ଧାରଣ କରିବା ପାଇଁ ଯାହା ଖାଉଛେ ପିଉଛେ ସେ ବି କୃଷ୍ଣଙ୍କଠୁ ଆସିଛି।
ସବୁ ତ କୃଷ୍ଣଙ୍କଠୁ ଆସିଛି। ଏଇ ମୁଁ ତ କୃଷ୍ଣଙ୍କଠୁ ଆସିଛି, ଏଇ ଯେ ଚିନ୍ମୟ ଆତ୍ମା ମହାମୟ ଅଂଶ। ଏଇ ଭାବେ ସାମଗ୍ରୀ ବୁଝିବା, ଏଇଟାକୁ କହୁଛି କୃଷ୍ଣ ଚେତନା। ସବୁ କିଛି ଭଗବାନଙ୍କଠୁ ଆସିଛି, କୃଷ୍ଣଙ୍କଠୁ ଆସିଛି। ସବୁ କିଛି ଦ୍ଵାରା ସେ ସମ୍ପର୍କିତ, ସବୁ কিছুର ସେ ମାଲିକ। ହଁ, ସବୁ କିଛି ତାଙ୍କର। ଏଇଟା ହଉଛି କୃଷ୍ଣ ଚେତନା। ଏଇ ଚେତନାରେ ହିଁ କର୍ମ କଲେ, ଯୋଉ କର୍ମ ବନ୍ଧନର କାରଣ ହେଇଥିଲା, ସେଇ କର୍ମ ଗୁଡିକ ଆମର ମୁକ୍ତିର କାରଣ। ପର ଶ୍ଲୋକରେ ଭଗବାନ କହୁଛନ୍ତି, କାୟନା ମନସା ବୁଦ୍ଧ୍ୟା, ତିନିଟା ଯାକ, କାୟ ମନ ବୁଦ୍ଧି। ହଁ, ଜଡ ଶରୀର, ସୂକ୍ଷ୍ମ ମନ ଆଉ ବୁଦ୍ଧି, କେବଳ ଇନ୍ଦ୍ରିୟରପି ଯୋଗିନଃ କର୍ମ କୁର୍ବନ୍ତି ସଙ୍ଗମ ତ୍ୟକ୍ତ୍ୱା ଆତ୍ମଶୁଦ୍ଧये। କର୍ମ ତ୍ୟାଗ କରିଲେ ଆତ୍ମଶୁଦ୍ଧି ହବନି, କର୍ମ କରିଲେ ଆତ୍ମଶୁଦ୍ଧି ହବ। ତ କେମିତିକା କର୍ମ କରିବା ସେ କଥା କୁହାଯାଉଛି, ସଙ୍ଗମ ତ୍ୟକ୍ତ୍ୱା। ହଁ, କାୟେନ ମନସା ବୁଦ୍ଧ୍ୟା କେବଳ ଇନ୍ଦ୍ରିୟରପି ଯୋଗିନଃ କର୍ମ କୁର୍ବନ୍ତି ସଙ୍ଗମ ତ୍ୟକ୍ତ୍ୱା ଆତ୍ମଶୁଦ୍ଧये। ସଙ୍ଗମ ତ୍ୟକ୍ତ ମାନେ, ସଙ୍ଗ ମାନେ ଆସକ୍ତି। ସବসমୟ ଏଇ ସଙ୍ଗ ଶବ୍ଦଟା ବାରମ୍ବାର ବ୍ୟବହାର କରାଯାଉଛି, ଆମେ ଶୁଣୁଛେ। ଯେତେବେଳେ ସଙ୍ଗ ମାନେ ସଙ୍ଗ କରିବା, କାହାର ସଙ୍ଗ କରିବା ନା, ଏଠି ସଙ୍ଗ ମାନେ ଆସକ୍ତି କରିବା। ଧ୍ୟାୟତେ ବିଷୟାନ ପୁରୁଷ ସଙ୍ଗସ୍ତେଷୁ ଉପଜାୟତେ। ଯେତେବେଳେ ଆମମାନେ ମନ ଦେଇକି ବିଷୟର କଥା ଚିନ୍ତା କରିବା, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ସଙ୍ଗସ୍ତେଷୁ ଉପଜାୟତେ, ସେଇ ସବୁ ପ୍ରତି ଆମର ସଙ୍ଗ ମାନେ ଆସକ୍ତି ଜାତ ହବ। ବୁଝିପାରିଲେ? ହଁ, ତ ସେ ଆସକ୍ତିକୁ ତ୍ୟାଗ କରିକି ଯୋଗିନଃ କର୍ମ କୁର୍ବନ୍ତି, ଯୋଗୀ ମାନେ ଅର୍ଥାତ ନିଷ୍କାମ କର୍ମ ଯୋଗୀ ମାନେ, ଭକ୍ତ ମାନେ, ସେମାନେ କର୍ମ କରନ୍ତି। କଣ ପାଇଁ କି? ନା କେବଳ ବିଶୁଦ୍ଧିକରଣ ନିମିତ୍ତ ଶରୀର, ହଁ, ମନ ବୁଦ୍ଧି ଏପରିକି ଇନ୍ଦ୍ରିୟ ସାହାଯ୍ୟରେ କର୍ମ କରନ୍ତି। ସଙ୍ଗ ବା ଆସକ୍ତି ତ୍ୟାଗ କରି ଯୋଗୀ ମାନେ କେବଳ ବିଶୁଦ୍ଧିକରଣ ନିମିତ୍ତ ଶରୀର, ମନ, ବୁଦ୍ଧି ଏପରିକି ଇନ୍ଦ୍ରିୟ ମାନଙ୍କ ସାହାଯ୍ୟରେ ସେ କର୍ମ କରନ୍ତି। କାୟନ ମନ ବୁଦ୍ଧ୍ୟା କେବଳ ଇନ୍ଦ୍ରିୟରପି, ଇନ୍ଦ୍ରିୟ ମାନଙ୍କୁ ବି କର୍ମରେ ନିଯୁକ୍ତ କରିବ। ଅର୍ଜୁନ ମନେ କରୁଛନ୍ତି, ତ ଯୋଗୀ ମାନେ ହବା ତ ବିଷୟରୁ ଇନ୍ଦ୍ରିୟକୁ ଦୂରରେ ରଖିବ। କିନ୍ତୁ ଭଗବାନ କହୁଛନ୍ତି ନା, ଇନ୍ଦ୍ରିୟରପି, ଇନ୍ଦ୍ରିୟ ଗୁଡିକ ମଧ୍ୟ, ହଁ, ଦେଖି କର୍ମ କର, ମନ ବୁଦ୍ଧି ଇନ୍ଦ୍ରିୟ ଶରୀର ସବୁ ଦେଖ। ତ କୃଷ୍ଣ ଚେତନାରେ ଥାଇ କୃଷ୍ଣଙ୍କର ଇନ୍ଦ୍ରିୟକୁ ତୃପ୍ତି ଦେବା ନିମିତ୍ତ ତୁମର ଶରୀର, ମନ, ବୁଦ୍ଧି କିମ୍ବା ଇନ୍ଦ୍ରିୟ ମାନଙ୍କ ସାହାଯ୍ୟରେ ଯାହା କିଛି କର୍ମ କରାଯାଏ, ତାହା ସବୁ ଦିବ୍ୟ କର୍ମ ଅଟେ। ସେଥିରେ କୌଣସି ପ୍ରକାର ଭୌତିକ ଦୋଷ ନଥାଏ। କୃଷ୍ଣ ଚେତନାଶୀଳ ବ୍ୟକ୍ତିର କର୍ମରେ କୌଣସି ପ୍ରକାର ଭୌତିକ ପ୍ରତିକ୍ରିୟା ନଥାଏ। ତେଣୁ କୃଷ୍ଣ ଚେତନାରେ କର୍ମ କଲେ ବ୍ୟକ୍ତି ସ୍ୱତଃ ସଦାଚାରୀ ହୋଇଯାଏ ବା ସଦାଚାର ଅବଲମ୍ବନ କରେ। ଅର୍ଥାତ୍ ଅନ୍ୟ କଥାରେ ଏହା କୁହାଯାଇପାରେ ଯେ, କୃଷ୍ଣ ଚେତନାରେ କର୍ମ କଲେ ବ୍ୟକ୍ତି ଅତି ସହଜରେ ବିଶୁଦ୍ଧ କର୍ମ କରିପାରେ। ଟୁକା ଯଦି କୃଷ୍ଣ ଚେତନା ରହିବ, ଏଇସବୁ ଚିନ୍ତା ଯଦି ରହିବ, ତାହେଲେ କାର୍ଯ୍ୟକଳାପ ଗୁଡିକ ଅଟୋମେଟିକାଲି ଶୁଦ୍ଧ ପବିତ୍ର ହେଇଯିବ। ଅଟୋମେଟିକାଲି ସେ ସଦାଚାରୀ ହବ। ଅର୍ଥାତ୍ କୃଷ୍ଣ ଚେତନାଶୀଳ ବ୍ୟକ୍ତି କେତେବେଳେ ଅସଦ୍ ଆଚରଣ କରିବନି। କୃଷ୍ଣ ଚେତନାଶୀଳ ବ୍ୟକ୍ତି କେତେବେଳେ ପାପ କର୍ମ କରିବନି। ଆମେ କହୁଛେ କୃଷ୍ଣ ଚେତନ ରହିକି ପାପ କର ବା ପୁଣ୍ୟ କର, ସେଥିରେ ଆମର କିଛି ନାହିଁ, ଭଗବାନ ନେବେ ସେଟା। କିନ୍ତୁ ବାପାରେ ପ୍ରବାଦ କରୁଛନ୍ତି ନା, କୃଷ୍ଣ ଚେତନା ସେଠି ଠିକ, ପାପ କର୍ମ ହଉ ପୁଣ୍ୟ କର୍ମ ହଉ, ସେଥିରେ ଆମର କିଛି ଦୋଷ, ଆମର କିଛି ଭାଗିଦାର ନାହିଁ। କୃଷ୍ଣ ଚେତନ ରହିଲେ ସେ ଅଟୋମେଟିକାଲି ସଦାଚାରୀ ହେଇଯିବ। ହଁ, ପାପ କର୍ମ ହିଁ କରିବନି ସେ। ବୁଝିଲେ? ତ ଉଚ୍ଚତନରେ କର୍ମ କଲେ ବ୍ୟକ୍ତି ଅତି ସହଜରେ ବିଶୁଦ୍ଧ କର୍ମ କରିପାରେ। ସେଥିପାଇଁ ରୂପ ଗୋସ୍ୱାମୀ ଭକ୍ତିର ସମତ ସିନ୍ଧୁରେ କହିଛନ୍ତି, ଇହ ଯସ୍ୟ ହରିରାସ୍ୟ କର୍ମ ନାମ ମନସା ଗିରା ନିଖିଳସ୍ୱପି ଅବସ୍ଥାସୁ ଜୀବନୋନ୍ମୁକ୍ତ ସଉଚ୍ୟତେ।
जो व्यक्ति कृष्ण चेतनाशील अर्थात कृष्ण सेवाରେ ନିଯୁକ୍ତ ଅଛି ସେ ମୁକ୍ତ ପୁରୁଷ। ହଁ, କୃଷ୍ଣ ଚେତନା ଯିଏ ଅଛି ସେ ମୁକ୍ତ ପୁରୁଷ। ଯେଉଁ ବ୍ୟକ୍ତି କାୟ ମନ ବାକ୍ୟରେ ବରାବର କୃଷ୍ଣ ସେବାରେ ନିଯୁକ୍ତ ଅଛି ସେ ଏ ଭୌତିକ ଜଗତରେ ନାନାବିଧ ତଥାକଥିତ ଭୌତିକ କର୍ମରେ ରତ ଥିଲେ ସୁଦ୍ଧା ସେ ଏକ ମୁକ୍ତ ପୁରୁଷ ଅଟେ। ତାହାର ମିଥ୍ୟା ଅହଙ୍କାର ନଥାଏ କିମ୍ବା ସେ ଯେ ଜଡ଼ ଶରୀର ଏକଥା ବିଶ୍ୱାସ କରେ ନାହିଁ କିମ୍ବା ସେ ଯେ ଶରୀର ଅଧିକାରୀ ଏହା ସେ ଧାରଣା କରେ ନାହିଁ। ସେଥିପାଇଁ ସେ ମୁକ୍ତ ନିଖିଳ ଅବସ୍ଥା ଆସୁଛି ଜୀବନର ମୁକ୍ତ। ମରିଲେ ମୁକ୍ତି ପାଇବ କଣ? ଏ ଜିଉ ଜିଉ ଜୀବନ୍ତ ଅବସ୍ଥାରେ ମୁକ୍ତ। କାହିଁକି ନା ସେ ଭଲ ଏକଥା ଭଲ ରକମ ଜାଣେ ଯେ ସେ ତାର ଶରୀର ନୁହଁ, ସେ କୃଷ୍ଣଙ୍କର ଏବଂ ଶରୀର ଏଇ ଶରୀର ମଧ୍ୟରେ କୃଷ୍ଣଙ୍କର। ହଁ, ସେ କୃଷ୍ଣଙ୍କର ଶରୀର ମଧ୍ୟ କୃଷ୍ଣଙ୍କର ସେ ଜାଣେ। ତାର ଯାହା କିଛି ଅଛି ସବୁକୁ ସେ ସେତେବେଳେ କୃଷ୍ଣଙ୍କ ସେବାରେ ଲଗାଏ, ସେତେବେଳେ ସେ ସମ୍ପୂର୍ଣ୍ଣ ରୂପରେ କୃଷ୍ଣଙ୍କର ହୋଇଯାଏ। ତାର ଶରୀର, ତାର ମନ, ତାର ବୁଦ୍ଧି, ତାର ବାକ୍ୟ, ତାର ଧନ, ତାର ଜୀବନ, ଏ ସବୁ କିଛି ଯାହା ତାକୁ ପ୍ରାପ୍ତ ହେଇଛି ସବୁକୁ ଯେତେବେଳେ ସେ କୃଷ୍ଣ ସେବାରେ ଲଗେଇବ ସେତେବେଳେ ସେ କୃଷ୍ଣଙ୍କ ସହିତ ଯୁକ୍ତ ହୋଇଯାଏ, ସେତେବେଳେ ସେ କୃଷ୍ଣଙ୍କ ସହ ଏକ ହୋଇଯାଏ। ଏଇଟା ହଉଛି ମାୟାବାଦୀ ମାନେ କହୁଛନ୍ତି ଆମେ ବ୍ରହ୍ମ ସାଙ୍ଗେ ଏକ ହେଇଯିବୁ। ଭକ୍ତ ବି ଏକ ହେଇଯାଏ। ଭଗବାନ କେମିତିକା ଏକ ହେଇଯାଏ ନା ଯେତେବେଳେ ସେ ବୁଝିପାରେ ଯେ ମୁଁ କୃଷ୍ଣଙ୍କର, ବାସ୍ କୃଷ୍ଣଙ୍କ ମୋର କୌଣସି ପାର୍ଥକ୍ୟ ନାହିଁ। ସବୁ କିଛି କୃଷ୍ଣଙ୍କର। ଏ ଜଗତ କୃଷ୍ଣମୟ ଦେଖିବ, ନିଜକୁ ବି କୃଷ୍ଣଙ୍କ ଭିତରେ ଦେଖିବ। ଏଇଭଳିଆ ଯୋଉ ମିଥ୍ୟା ଅହଙ୍କାର ବ୍ୟକ୍ତି ଏ ଶରୀର ବୋଲି ଧାରଣା ଦଉଛି ସେ ମିଥ୍ୟା ଅହଙ୍କାର ସେ ମୁକ୍ତ ହେଇଯାଏ। ମିଥ୍ୟା ଅହଙ୍କାରର କାମ ଏଇଟା। ମୁଁ ଏଇ ଦେହ, ସତ୍ୟ ଅହଙ୍କାର କଣ? ମୁଁ ଦେହ ନୁହଁ, ମୁଁ ଚିନ୍ମୟ ଆତ୍ମା। ଏ ଚିନ୍ମୟ ଆତ୍ମା ହଉଛି ଭଗବାନଙ୍କର ନିତ୍ୟ ଅଂଶ। ଏଇଟା ହଉଛି କୃଷ୍ଣ ଚେତନାର ଉପଯୁକ୍ତ ସ୍ତର। ଠିକ ଅଛି, କାଲି ଆମେ 12 ନମ୍ବର ଶ୍ଲୋକ ଅଧ୍ୟୟନ କରି ଶ୍ରବଣ କରିବା। କାହାର କିଛି ପ୍ରଶ୍ନ ଅଛି? ନହେଲେ ଆମେ ଚୈତନ୍ୟ ଚରିତାମୃତ ଶ୍ରବଣ କରିବା।